जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर पंचांग सेशन को आगू बढ़ाइबा पंचांग सेशन क्रम आम गोटे जेमती कहते नोट मन रखा जाए सेमती नोट मन रखला भाया मन रखा जो आम टाइम दौचु से पंचांगर टाइमिंग को भल से मन रखा आउ से टाइम रे देला बेले जेमती कौन गड़बड़ी न हुए से विषय में ध्यान रखा ये टोटाल भिडियो टोटाल आमर डिपेंड करिवो 12 एवं नक्षत्र उपरे ତେଣୁ 12 ନକ୍ଷତ୍ରର କମ୍ବିନେସନ ଯୋଉଟା କି ସେଇ ପର୍ଟିକୁଲାର କର୍ମ ପାଇଁ ଭଲ ନୁହଁ ସେ ବିଷୟରେ ଆମେ ଡିସ୍କସନ କରିବା। ତ ଭିଡିଓଟି ହବା ସ୍ପେସିଫିକ ଇମ୍ପୋର୍ଟାଣ୍ଟ କାମ ପାଇଁ 12 ନକ୍ଷତ୍ରର ଯୋଉ ମିଶ୍ରଣ ଯୋଉ କମ୍ବିନେସନ କୁ ଆଭଏଡ କରିବ। ଦେଖନ୍ତୁ ଗୋଟେ ଲୋକ ଘରକୁ ଯେତେବେଳେ କୌଣସି ଲୋକ ଯେତେବେଳେ କୌଣସି କାମ ପାଇଁ କି ଆସିବ ଆପଣଙ୍କୁ କୌଣସି କଥା କହିବ କି ଆଜ୍ଞା ଏଇଟା ଟିକେ ମୋର କରିଦିଅନ୍ତୁ ଏଇ ଡେଟ୍ ଟା ଦେଖିଦିଅନ୍ତୁ ସେ କଣ ଦେଖିବାକୁ କହିବ କଣ ଆଜ୍ଞା ତ ଆପଣ କଣ ମାନେ ଆପଣ ତାର ଦେଖିକି କହିବେ ଆଇଦର ଆପଣ କହିବେ ଘର ପ୍ରବେଶ ବିବାହ ବ୍ରତ ଏଇ ସବୁ ଜିନିଷ ପାଇଁ ସମୟ ଦେବେ ଆପଣ ଜାଣିଛନ୍ତି ଏଗୁଡା ସବୁ ଜୀବନରେ ବହୁତ ହିଁ ମହତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଟପିକ ଗୁଡାକ ଏଗୁଡାକ ଆଭଏଡ କରି ମଣିଷ ରହିପାରିବନି କାରଣ ଏଇ ଜିନିଷ ଗୁଡାକ ତା ଜୀବନରେ ସ୍ପେସିଫିକ ଆମାଉଣ୍ଟରେ ଆସେ। ମୁଁ ସେଥିପାଇଁ ଲେଖିଲି ସ୍ପେସିଫିକ ଇମ୍ପୋର୍ଟାଣ୍ଟ କାମ ପାଇଁ ସ୍ପେସିଫିକ କାମ ମାନେ ଗୋଟେ ଘର ପ୍ରବେଶ ହେଲା ସେଥିପାଇଁ କୋଉ 12 ନକ୍ଷତ୍ରର ମିଶ୍ରଣକୁ ଆମେ ଆଭଏଡ କରିବା। ଗୋଟେ ଗୃହ ପ୍ରବେଶ କଲା ପରେ ଆଉ ଅନ୍ୟାନ୍ୟ ଯୋଉ ଇମ୍ପୋର୍ଟାଣ୍ଟ କାମ ରହିଛି ଯାତ୍ରା କରିବା ଏ ତ ଏଇଗୁଡାକ ଛୋଟ ଛୋଟ ଭିଡିଓ ଏଇଥିପାଇଁ କି ବନା ଯାଉଛି ଯେ ଏଇ ଛୋଟ ଭିଡିଓ ଗୁଡାକ କୁ ଆପଣ ମନେ ରଖିପାରିବେ ଗୋଟେ ଦିନରେ ପଢେଇ ଦେଲେ ସେଗୁଡା ସବୁ ମନେ ରହେ ନାହିଁ। କୋଉଠି ବାହାଘର ହେଲା ତାହେଲେ କଣ ଆଭଏଡ କରିବ ଯଦି ଅ, କୌଣସି ଶୁଭ କାର୍ଯ୍ୟ ହେଲା କଣ ଆଭଏଡ କରିବ ତାହେଲେ ସବୁବେଳେ ମନେ ରଖ ଗୃହ ପ୍ରବେଶ ପାଇଁ କି ଗୃହ ପ୍ରବେଶ ପାଇଁ କି ଯଦି ମଙ୍ଗଳବାରରେ ଅଶ୍ୱିନୀ ନକ୍ଷତ୍ର ପଡୁଥିବ ମୁଁ କହିବି ମଙ୍ଗଳବାରର ଅଶ୍ୱିନୀ ନକ୍ଷତ୍ର ତଥା ମଙ୍ଗଳବାରର ଅନ୍ୟ ନକ୍ଷତ୍ର ଗୁଡାକ ଅନ୍ୟ କାହାର ନକ୍ଷତ୍ର ନା କେତୁର ନକ୍ଷତ୍ର ଠିକ ଅଛି ମଘା ଓ ମୂଳାକୁ ବି ଆଭଏଡ କରିନବ ଯଦି ମଙ୍ଗଳବାରରେ କେତୁର ନକ୍ଷତ୍ର ପଡୁଥିବ ତାକୁ ଆଭଏଡ କରିନବ ଗୃହ ପ୍ରବେଶ ପାଇଁ। ଯାତ୍ରା କରିବା ସମୟରେ ଶନିଙ୍କ ଶନିବାରରେ ଚନ୍ଦ୍ରର ନକ୍ଷତ୍ର ଗୁଡା ପଡୁଥିବ ବେସିକାଲି ରୋହିଣୀ ହସ୍ତା ଶ୍ରବଣା ଏଗୁଡା ତୁମେ ଆଭଏଡ କରିନବ ଏଇ ଦିଟା ଜିନିଷ ସବୁବେଳେ ମନେ ରଖ। ଯାତ୍ରା ଦିନ ଯୋଉଟା ଯାତ୍ରା କରୁଛ ସେଠି ଶନି ବାରରେ ଚନ୍ଦ୍ର ଦେବଙ୍କ ନକ୍ଷତ୍ର ରୋହିଣୀ ନକ୍ଷତ୍ର ହସ୍ତ ନକ୍ଷତ୍ର ଶ୍ରବଣ ନକ୍ଷତ୍ରକୁ ଆଭଏଡ କରିବ। ଗୃହ ପ୍ରବେଶ କର୍ମରେ ମଙ୍ଗଳବାରରେ କେତୁ ମହାରାଜଙ୍କର ନକ୍ଷତ୍ରକୁ ଆଭଏଡ କରିବ ଏଟା ପୁରା ବର୍ଜିତ। ଆଉ ବିବାହ କାମରେ ଗୁରୁବାର ଦିନ ଶନି ମହାରାଜଙ୍କ ନକ୍ଷତ୍ର ଗୁଡାକ ଯେମିତିକି ହେଲା ପୁଷ୍ୟା ଅନୁରାଧା ଆଉ କଣ ସେଟା ଉତ୍ତର ଭାଦ୍ରପଦ
ଏଇଟା ଆଭଏଡ କରିଦବ। ଠିକ ଅଛି। ଅତ୍ୟାବଶ୍ୟକୀୟ ଅନ୍ୟ ଶୁଭ ଦିନ ଯଦି ନ ମିଳୁଛି, ଏମିତି ହବନି କି ଧର ହଠାତ୍ କହିବ କି ନାଇଁ ମତେ ଏଇଥିରେ ଦରକାର, ଯେମିତି ହେଲେ ମୋର କରିବା ଦରକାର, କଣ କରିବି, କରିବାକୁ ପଡିବ। କି ଅତ୍ୟାବଶ୍ୟକୀୟ କ୍ଷେତ୍ରରେ କାର୍ଯ୍ୟ ଯଦି ଦରକାର, ତାହେଲେ ଅନ୍ୟ ଶୁଭ କାମ ଗୁଡାକ ତମେ କରିପାରିବ। ମଙ୍ଗଳବାରରେ ଅଶ୍ୱିନୀ ନକ୍ଷତ୍ର ଇତ୍ୟାଦିରେ ଯୋଉ ନିଷିଦ୍ଧ କାଳ କୁହାଯାଇଛି, ଉସ୍- ସେଥିରେ କରାଯାଇ ପାରିବ, କିନ୍ତୁ ତାହାର ରେଜଲ୍ଟ ଭଲ ହେବ ନାହିଁ। ଗୁରୁବାର ଦିନଟା ଯଦିଓ ବିବାହ ଆଦି ପାଇଁ କି ଅତ୍ୟନ୍ତ ଶୁଭ, କିନ୍ତୁ ଯେମିତି ମହୁ ଆଉ ଘିଅ କୁ ଯୁକ୍ତ କରିଦେଲେ, ଦେଖ ମହୁ ଆଉ ଘିଅ ହଉଛି ବହୁତ ବଢିଆ ବଢିଆ ଜିନିଷ, କିନ୍ତୁ ମହୁ ଘିଅ ଯଦି ମିଶେଇକି ଖାଇଦବ ଲୋକ ମରିଯିବାର ସମ୍ଭାବନା ଅଛି। ମହୁ ଆଉ ଘିଅ ଯଦି କିଏ ମିଶେଇକି ଖାଇଦବ, ତାହେଲେ ମରିଯିବାର ସମ୍ଭାବନା ଅଛି। ତେଣୁ ଆପଣ ମାନେ ଗୋଟିଏ କଥା ମନେ ରଖିବେ, ଗୃହ ପ୍ରବେଶ ରେ ମଙ୍ଗଳବାରରେ କେତୁର ନକ୍ଷତ୍ରକୁ ଆଭଏଡ କରିନେବେ। ଯାତ୍ରା ସମୟରେ ଶନିବାରରେ ଚନ୍ଦ୍ର ନକ୍ଷତ୍ରକୁ ଆଭଏଡ କରିନେବେ। ବିବାହ ସମୟରେ ଗୁରୁବାରରେ ଶନିଙ୍କର ନକ୍ଷତ୍ରକୁ ଆଭଏଡ କରିନେବେ। ଯଦିଓ ଗୁରୁ ପୁଷ୍ୟ ଯୋଗକୁ ବହୁତ ଭଲ ମାନାଯାଏ, ଯଦିଓ ଭଲ ମନାଯାଏ, ଯେମିତି ଆମର ମହୁ ଆଉ ଘିଅ ଏକା ସାଙ୍ଗରେ ରହିପାରିବ ନାହିଁ। ଏକା ସାଙ୍ଗରେ ଖାଇଦେଲେ କଣ ହବ ନା ବିଶ୍ୱ ସୃଷ୍ଟି କରିଦବ। ଠିକ ସେଇଭଳି ଏଇ ତିନିଟା ଜିନିଷରେ ଆପଣ ଏଇଟା ସ୍ପେସିଫିକ ଗୃହ ପ୍ରବେଶ, ଯାତ୍ରା ଆଉ ବିବାହ ପାଇଁ କୋଉ ବାର ନକ୍ଷତ୍ରର ସଂଯୋଗକୁ ଆଭଏଡ କରାଯିବ, ଏଇଟା ମୁଁ ଆଜି ଆପଣ ମାନଙ୍କୁ ବୁଝେଇଲି। ୟାର ଯଦି ଆମେ ଡିଟେଲ ଆନାଲିସିସ କୁ ଯିବା, ଗୃହ ପ୍ରବେଶରେ ମଙ୍ଗଳବାର ଯଦି ପଡୁଥିବ ତ ଭଲ ହବା କଥା, କାରଣ ମଙ୍ଗଳ ହଉଛନ୍ତି ଭୂମିର କାରକ, ବିଲ୍ଡିଂ ର କାରକ, ତ ହବା କଥା। କିନ୍ତୁ ମଙ୍ଗଳବାରରେ କେତୁ ହଉଛି ଡିଟାଚମେଣ୍ଟ ର କାରକ, ସନ୍ନ୍ୟାସର କାରକ, ତେଣୁ ସେଟା କରିବା କଥା ନୁହଁ। ଯାତ୍ରାରେ ଯଦି ଯାତ୍ରାର କାରକ ହଉଛନ୍ତି ଚନ୍ଦ୍ର, ଶନି ମହାରାଜ ହଉଛନ୍ତି ଦୁଃଖ, ଯାତନା, ପୀଡା ଏବଂ ଡିଲେର କାରକ। ତେଣୁ ଚନ୍ଦ୍ରର ନକ୍ଷତ୍ରରେ ଯଦି ତୁମେ ଶନିବାରରେ କୌଣସି କାମ କରିବାକୁ ଚାହିଁବ, ସେ ଜିନିଷ ଗୁଡାକ ଏଇ ଯାତ୍ରା କରିବାକୁ ଯିବ, ତାହେଲେ ଏତେ ଶୁଭ ସୁନ୍ଦର ହେବ ନାହିଁ। ବିବାହ କାମରେ ଯେତେବେଳେ ଗୁରୁବାର ଦିନ ପଡିବ, ସେଦିନ ତୁମେ ଯଦି ଶନିର ନକ୍ଷତ୍ର ହବ, ଶନି ହଉଛନ୍ତି ଦୁଃଖ, ଯାତନା, କାଳ ପୁରୁଷ, ଦୁଃଖ ଯାତନା ପୀଡାର କାରକ ଏବଂ ଡିଲେର କାରକ। କିନ୍ତୁ ଗୁରୁବାର ଭଳିଆ ଦିନରେ, ବୃହସ୍ପତିଙ୍କ ଦିନରେ ଯଦି ଏ ଶନିଙ୍କର ନକ୍ଷତ୍ରରେ କାମ କରିବ, ତାହେଲେ ଶାସ୍ତ୍ରରେ ଏଇ ମହୁ ଆଉ ଘିଅର କମ୍ବିନେସନ ସୃଷ୍ଟି ହେଇକି ଥିଲା ଭଳିଆ ବିଷ ଯୋଗ ଉତ୍ପନ୍ନ ହେଇଯିବ। ଠିକ ଅଛି, ତେଣୁ ଏଇସବୁ ଜିନିଷକୁ ଆଭଏଡ କରାଯାଏ। ତ ଆଜିର ସେସନରେ ଆମେ ଜାଣିଲେ ଗୃହ ପ୍ରବେଶ, ଯାତ୍ରା ଓ ବିବାହରେ କୋଉ ବାରର କୋଉ ନକ୍ଷତ୍ରର ସଂଯୋଗକୁ ଆମକୁ ଆଭଏଡ କରିବା ଉଚିତ, ଏଇଟାକୁ ସମସ୍ତେ ମନେ ରଖିବେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।